ଯେତେବେଳେ ଗୋଟେ ମଣିଷ ଜୀବନରେ ଅଟକି ଯାଏ, ଯେତେବେଳେ ତାର ମନ ଭାଙ୍ଗିଯାଏ, ଯେତେବେଳେ ଚାରିପାଖରେ ସବୁ ଅନ୍ଧାର ଲାଗେ, ସେତେବେଳେ ଭଗବତ ଗୀତା କେବଳ ଗ୍ରନ୍ଥ ରହିନଥାଏ, ସେ ହୋଇଯାଏ ଜୀବନର ଦୀପ, ସେ ହୋଇଯାଏ ଅନ୍ଧାରର ଆଲୋକ। ମହାଭାରତର ଯୁଦ୍ଧଭୂମିରେ ଅର୍ଜୁନ ଯେପରି ଭାଙ୍ଗି ପଡ଼ିଥିଲେ, ସେହି ଅବସ୍ଥା ଆଜି ମଧ୍ୟ ପ୍ରତ୍ୟେକ ଯୁବକ, ପ୍ରତ୍ୟେକ ଯୁବତୀ, ପ୍ରତ୍ୟେକ ସଂଘର୍ଷ କରୁଥିବା ମଣିଷର ମନ ମଧ୍ୟରେ ଅଛି। ଭୟ, ଦ୍ୱନ୍ଦ୍ୱ, ହାରିଯାଇଥିବା ଆତଙ୍କ ସବୁ ଏକା ସାଙ୍ଗରେ ଆସେ। ଏମିତି ସମାଜରେ ଶ୍ରୀକୃଷ୍ଣ କହିଥିଲେ କିଛି କଥା ଯାହା ଆଜି ମଧ୍ୟ ଜୀବନକୁ ସିଧା କରିଦିଏ। ଆଜିର ଏ ଭିଡ଼ିଓରେ ଦୁଇଟି ଶ୍ଲୋକକୁ ନେଇ ଚର୍ଚ୍ଚା କରିବା। ପ୍ରଥମ ଶ୍ଲୋକଟି ହେଉଛି କର୍ମଣ୍ୟ ବାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମଫଳ ହେତୁଭୂମା ତେ ସଙ୍ଗସ୍ତ କର୍ମାଣୀ। ଏହି ଶ୍ଲୋକ କେବଳ କହୁନାହିଁ ଯେ କାମ କର, ଏହା କହୁଛି କିପରି ବଞ୍ଚିବା। ହେ ମଣିଷ, ତୁମର ଅଧିକାର କେବଳ କର୍ମ ଉପରେ ଅଛି, ଫଳ ଉପରେ ନାହିଁ। ତୁମେ ଦିନ ରାତି ଯାହା ଭାବୁଛ ସେ ଫଳ ପାଇଁ ଭାବୁଛ। ଫଳ ମିଳିବ କି ନାହିଁ, ଲୋକେ କ'ଣ କହିବେ, ସଫଳତା ଆସିବ କି ନାହିଁ, ଏସବୁ ଚିନ୍ତା ତୁମକୁ ଭିତରୁ ଖାଇ ଦେଉଛି। କୃଷ୍ଣ କହୁଛନ୍ତି ଏଇ ଚିନ୍ତାକୁ ଛାଡ଼, ତୁ କାମ କର, ପୁରା ମନ ଦେଇ କର, ସତ୍ୟତା ସହ କର, ହୃଦୟ ଦେଇକି କର, ଧର୍ମ ସହ କର। ଫଳ ଯଦି ଭଗବାନଙ୍କ ହାତରେ ଛାଡ଼ିଦେବା ତେବେ ମନ ହାଲକା ହୋଇଯିବ। ଆଜି ତୁମେ କାମ ଆରମ୍ଭ କରିବା ପୂର୍ବରୁ ହିଁ ହାରିଯାଉଛ, କାରଣ ତୁମେ ଫଳର ଭୟରେ ଅଟକି ଯାଉଛ। ଗୀତା କହୁଛି ଯେ ମଣିଷ ଫଳର ଭୟକୁ ଛାଡ଼ି କର୍ମ କରେ ସେ କେବେ ଭାଙ୍ଗେ ନାହିଁ। ଦେଖ, ଲାଇଭରେ ଯେତେବେଳେ ତୁମେ ଦେଖୁଛ ଯେ ତୁମ ପରିଶ୍ରମର ମୂଲ୍ୟ ମିଳୁନାହିଁ, ସେତେବେଳେ ଏହି ଶ୍ଲୋକ ମନେ ପକାଇବ। ତୁମର କାମ କରିବା ହେଉଛି ତୁମର ଧର୍ମ, ଫଳ ତୁମର ପରୀକ୍ଷା। ହଁ, ଫଳ ଡେରିରେ ମିଳିପାରେ, କମ୍ ମିଳିପାରେ, କିନ୍ତୁ କର୍ମ କେବେ ନଷ୍ଟ ହୁଏ ନାହିଁ। ଆଜି ଯାହା କରୁଛ ସେ ଆସନ୍ତାକାଲି ଆକାର ନେବ। ତୁମେ ଯଦି କର୍ମ ଛାଡ଼ିଦେବ ତେବେ ତୁମେ ନିଜକୁ ଛାଡ଼ିଦେବ। କୃଷ୍ଣ କହୁଛନ୍ତି କର୍ମରୁ ପଳାଇବା ହେଉଛି ଜୀବନରୁ ପଳାଇବା। ଦ୍ୱିତୀୟ ଶ୍ଲୋକଟି ହେଉଛି ଊର୍ଦ୍ଧ୍ୱରେ ତାତ୍ମ ନାତାତ୍ମ ନାତ୍ମାନମ ବସାଦଚ୍ୟେତ ଆତ୍ମେବ ହିତାତ୍ମାନ ବନ୍ଧୁରାଏବ ରିପୁରାତାତ୍ମ। ଏହି ଶ୍ଲୋକ ମଣିଷକୁ ଆଇନା ଦେଖାଏ। କୃଷ୍ଣ କହୁଛନ୍ତି ନିଜେ ନିଜକୁ ଉଦ୍ଧାର କର, ନିଜକୁ ଗିରିବାକୁ ଦିଅନି, କାରଣ ତୁମର ସବୁଠାରୁ ବଡ଼ ବନ୍ଧୁ ମଧ୍ୟ ତୁମେ ଏବଂ ସବୁଠାରୁ ବଡ଼ ଶତ୍ରୁ ମଧ୍ୟ ତୁମେ। ଆଜି ଯେତେବେଳେ ତୁମେ କହୁଛ ଯେ କେହି ସାଥ ଦିଏ ନାହିଁ, କେହି ସମର୍ଥନ କରୁନାହିଁ, ସେତେବେଳେ ଗୀତା କହୁଛି ପ୍ରଥମେ ନିଜକୁ ସାଥ ଦିଅ। ତୁମେ ନିଜକୁ ଭାଙ୍ଗୁଛ, ନିଜକୁ ଅପମାନ କରୁଛ, ନିଜକୁ ଅସମର୍ଥ ବୋଲି ଭାବୁଛ, ଏହା ହେଉଛି ନିଜ ସହ ଦ୍ରୋହ କରିବା। ଦେଖ, ଜୀବନରେ କେହି ଆସି ତୁମକୁ ଉଠାଇ ଦେବେ ନାହିଁ ଯଦି ତୁମେ ନିଜେ ଉଠିବାକୁ ଚାହୁଁନାହିଁ। ସେଥିପାଇଁ କୃଷ୍ଣ କହୁଛନ୍ତି ନିଜ ମନକୁ ଶକ୍ତି କର, ନିଜ ଚିନ୍ତାକୁ ଶୁଦ୍ଧ କର। ଯେଦିନ ତୁମେ ନିଜକୁ ବିଶ୍ୱାସ କରିବ, ସେଦିନ ସଂସାର ମଧ୍ୟ ତୁମକୁ ବିଶ୍ୱାସ କରିବ। ଆତ୍ମା ଯଦି ନିମ୍ନକୁ ଟାଣିବ ତେବେ କେହି ତୁମକୁ ଉଠାଇ ପାରିବେ ନାହିଁ, ଏବଂ ଆତ୍ମା ଯଦି ଉପରକୁ ଉଠାଇବ ତେବେ କେହି ତୁମକୁ ରୋକିପାରିବେ ନାହିଁ। ଏ ଦୁଇଟା ଶ୍ଲୋକ ମିଶି ଜୀବନର ସମ୍ପୂର୍ଣ୍ଣ ମାନଚିତ୍ର ଦେଇଦିଏ। ପ୍ରଥମ ଶ୍ଲୋକ କହୁଛି କାମ କିପରି କରିବ, ତୃତୀୟ ଶ୍ଲୋକ କହୁଛି ନିଜକୁ କିପରି ସମ୍ଭାଳିବ। ଯଦି ତୁମେ କର୍ମ କରୁଛ କିନ୍ତୁ ନିଜକୁ ଘୃଣା କରୁଛ ତେବେ ସଫଳତା ମଧ୍ୟ ତୁମକୁ ସୁଖ ଦେଇପାରିବ ନାହିଁ। ଯଦି ତୁମେ ନିଜକୁ ପ୍ରେମ କରୁଛ କିନ୍ତୁ କର୍ମ କରୁନାହିଁ ତେବେ ସ୍ୱପ୍ନ କେବେ ପୂରଣ ହେବ ନାହିଁ। ସେଥିପାଇଁ ତ ଗୀତା କହୁଛି କର୍ମ ଓ ଆତ୍ମବିଶ୍ୱାସ ଏ ଦୁଇଟା ମିଶିଲେ ଜୀବନ ବଦଳେ। ଆଜି ତୁମେ ଯଦି କ୍ଳାନ୍ତ, ହାରିଯିବା ବୋଲି ମନେ ଭାବୁଛ ତେବେ এই କଥା ମନେ ରଖ, ତୁମେ ଏକ ଯୁଦ୍ଧଭୂମିରେ ଅଛ ଏବଂ କୃଷ୍ଣ ତୁମର ରଥର ସାରଥୀ। ସେ କେବେ ତୁମକୁ ଛାଡ଼ି ନାହାନ୍ତି, କେବଳ ତୁମେ ତାଙ୍କ କଥା ଶୁଣିବା ବନ୍ଦ କରିଦେଇଛ। ଆଜିଠାରୁ ଫଳର ଭୟକୁ ଛାଡ଼, ନିଜକୁ ଦୁର୍ବଳ ବୋଲି ଭାବିବା ଛାଡ଼ ଏବଂ ପ୍ରତିଦିନ ଗୋଟେ ସତ୍ୟ କର୍ମ କର। ଧୀରେ ଧୀରେ ଜୀବନ ବଦଳିବ, କାରଣ ଗୀତା କେବେ ମିଥ୍ୟା କହେ ନାହିଁ। ଦେଖ, ତୁମେ ଯେପରି ଅଛ ସେମିତି ହିଁ ପର୍ଯ୍ୟାପ୍ତ। ତୁମ ଭିତରେ କିଛି ଅଭାବ ନାହିଁ, କେବଳ ତୁମେ ନିଜକୁ ଭୁଲି ଯାଉଛ। ଜୀବନ ତୁମକୁ ବହୁତ ଥର ଭାଙ୍ଗିଛି, ଲୋକେ ତୁମକୁ ଅବହେଳା କରିଛନ୍ତି, ପରିସ୍ଥିତି ତୁମକୁ ଏକାକୀ କରିଦେଇଛି, କିନ୍ତୁ ତୁମର ଆତ୍ମା କେବେ ହାରେ ନାହିଁ। ସେ ଆଜି ମଧ୍ୟ ତୁମ ଭିତରେ ଶାନ୍ତ ଭାବରେ କହୁଛି ଉଠ, ଆଉ ଥରେ ଚେଷ୍ଟା କର, ଆଉ ଥରେ ଉଠ। ଲାଇଫ୍ର ସବୁଠାରୁ ବଡ଼ ଯୁଦ୍ଧ ବାହାରେ ନୁହେଁ, ତୁମ ମାଇଣ୍ଡ ଭିତରେ ଚାଲିଛି। ଏଠାରେ ତୁମର ଭୟ ଅଛି, ତୁମର ଗତକାଲିର ବେଦନା ଅଛି, ତୁମର ଅପୂର୍ଣ୍ଣ ସ୍ୱପ୍ନ ଅଛି, କିନ୍ତୁ ସେହି ମନ ଭିତରେ ହିଁ ତୁମର ଶକ୍ତି ମଧ୍ୟ ଅଛି। ଯେଦିନ ତୁମେ ନିଜକୁ ଦୁର୍ବଳ ବୋଲି ଭାବିବା ବନ୍ଦ କରିବ, ସେଦିନଠାରୁ ତୁମ ଜୀବନର ଦିଗ ବଦଳିଯିବ। ଭଗବତ ଗୀତା ଆମକୁ ଏହି ଶିକ୍ଷା ଦିଏ, ହାର ତୁମ ଜୀବନର ଶେଷ ନୁହେଁ, ହାର ହେଉଛି ତୁମ ଜାଗ୍ରତ ହେବାର ଆରମ୍ଭ। ଆଜି ତୁମେ ଏହି ଅନ୍ଧକାରରେ ଅଛ, ତେବେ ମନେ ରଖ ଅନ୍ଧକାର କେବେ ଚିରକାଳ ପରେ ନୁହେଁ। ସକାଳ ଆସିବା ପୂର୍ବରୁ ରାତି ସବୁଠାରୁ ଅଧିକ ଗଭୀର ହୁଏ। ତୁମ ଜୀବନରେ ଯଦି ଏବେ ସବୁଠାରୁ ଅଧିକ କଷ୍ଟ ଚାଲିଛି ତେବେ ବୁଝିନିଅ ପରିବର୍ତ୍ତନ ଦୂରରେ ନାହିଁ। କୃଷ୍ଣ କେବେ ତୁମକୁ ଭୁଲି ନାହାନ୍ତି,
से चुपचाप तुमको देखुंट तुम धैर्य को परीक्षा करुँच तुमर आगामी जीवन पर तैयारी करुँच तुम्हें जहाँ हारिच से निजक दोष देवा बंद कर जहाँ मिली नहीं से भगवान को प्रश्न करने बंद कर जहाँ आसी से शिक्षा नियो आउ जहाँ आसूची से निजक शक्त कर कर्म कर चल निज आत्मा को भांगा नुहे जे मनीष निजक सम्मान करी जीवन गोटे दिन ताको सम्मान देवा बाध्य हुए। यह मुहूर्त निजक एक प्रतिश्रुति दियो मु आउ निजक हराइबी नहीं मु आउ निजक छोट भाभी नहीं मो लाइफ जेते कष्ट देले मध्य मु मो कर्म छाड़बी नहीं। यही एक प्रतिश्रुति तुमको भीतर बदलाई देव कारण जेते बेले मनीष निजस्व सत्य हुए समग्र विश्व ता पक्षर होगाकू आरंभ करे। आज जदि आखिरे लुह अच्छी से गुटी को लुचाओनी यही लुह तुमर दुर्बलता नुहे यह तुमर साहसर चिन्ह कारण जे मनीष कांदी पारे से मनीष हंसबार शक्ति मध्य रखे। आज तुम्हें जदि एका तेबे मन रख तुम सह तुमर आत्मा अच्छी तुम सह भगवान अछंती याठारु बड़ साथी किए मिलिबे नहीं से कहूँ निजक भरोसा कर निज कर्म को पूजा कर और भगवान को सारथी करी आग को बढ़ कारण जे मनीष गीता को मन रे धरे से केबे जीवन रे हारे नहीं।